ଅନୁଗୁଳରୁ ୟୁପିକୁ ଚୋରାଚାଲାଣ ହେଉଥିବା ବେଳେ ଧରା ପଡ଼ିଛି 30 ବସ୍ତା ଗଞ୍ଜେଇ। ତେବେ ସୁନ୍ଦରଗଡ଼ ଟାଉନ୍ ଥାନା ପୋଲିସକୁ ମିଳିଛି ଏହି ବଡ଼ ସଫଳତା। ପୋଲିସର ଏକ ଟିମ୍ ଚଢ଼ାଉ କରି 30 ବସ୍ତା ଗଞ୍ଜେଇକୁ ଜବତ କରିଛି। ଆଉ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଏକ କେବୁଲ ବୋଝେଇ ଟ୍ରକ୍ ଯୋଗେ ଅନୁଗୁଳରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସୁନ୍ଦରଗଡ଼ ପୋଲିସକୁ ଖବର ମିଳିଥିଲା। ତେଣୁ ଏନେଇ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଟ୍ରକ୍କୁ ଅଟକାଇ ଯାଞ୍ଚ କରିଥିଲେ ଏବଂ ଯାଞ୍ଚ ବେଳେ ଅଧିକାରୀମାନେ ଟ୍ରକ୍ରୁ 30 ବସ୍ତା ଗଞ୍ଜେଇ ଜବତ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।